ଆସୁଛି ଦୁଇଟି ବଡ଼ ବାତ୍ୟା। ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ମେ 21 ଅର୍ଥାତ୍ ଆଜି ଆରବ ସାଗର କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ମେ 22ରୁ ଉପକୂଳ ଓ ଲଘୁଚାପରେ ପରିଣତ ହୋଇ ଆଗକୁ ଆସିବ ବୋଲି ସୂଚନା ମିଳିଛି। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତରକୁ ଗତି କରିବ ଓ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ବେଳେ ସେହିପରି ମେ 27 ପୂର୍ବରୁ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରିବର୍ତ୍ତନ ସମୟ ଏବଂ ଅଧିକ ଘନୀ ହୋଇ ଲଘୁଚାପ ରୂପ ନେବ ବୋଲି କିଛି ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି। ଅନ୍ୟପଟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଏବଂ ପବନ ହେଉଥିବା ବେଳେ ପଞ୍ଜାବରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ପୂର୍ବରୁ ପଶ୍ଚିମ ଯାଏ ଏକ ଟ୍ରଫ୍ ଲାଇନ୍ ରହିଛି। ଏହାର ପ୍ରଭାବରେ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପିଏମ୍ ଆବାସ ଯୋଜନା ପାଇଁ ଆବେଦନର ଶେଷ ତାରିଖ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପିଏମ୍ ଆବାସ ଯୋଜନା PMAY ଅନ୍ତର୍ଗତ ଆବେଦନ କରିବାକୁ ଶେଷ ତାରିଖ ବୃଦ୍ଧି କରି ଡିସେମ୍ବର 30 ଯାକେ କରିଦିଆଯାଇଛି। ଏହି ଯୋଜନାର ଆର୍ଥିକ ଦୁର୍ବଳତା ବର୍ଗର ଲୋକମାନଙ୍କୁ ସ୍ଥାୟୀ ପକ୍କା ଘର ନିର୍ମାଣ ପାଇଁ ସରକାର 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେଉଥିବା ବେଳେ ଏପର୍ଯ୍ୟନ୍ତ 92.61 ଲକ୍ଷ ଘର ନିର୍ମାଣ କରାଯାଇଛି। ଏଥିରେ ଭାରତୀୟ ନାଗରିକ, ନିଜସ୍ୱ ଘର ନଥିବା ଏବଂ ନିମ୍ନ ଆୟ ଓ SCC 2021 ଅନୁସାରେ ଚୟନ ହେଉଥିବା ବ୍ୟକ୍ତି ଏହି ଘର ପାଇବେ। ଗ୍ରାମାଞ୍ଚଳ ପାଇଁ ମାସିକ 10,000 ଟଙ୍କା କମ୍, ସହରାଞ୍ଚଳ ପାଇଁ ମାସିକ 3.9 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍ କରୁଥିବା ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ସୂଚନା। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। IIMI ସମ୍ବଲପୁର ଛାତ୍ରଛାତ୍ରୀଙ୍କୁ ସୁଭଦ୍ରା ସର୍ଭେ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏବଂ ଉପମୁଖ୍ୟମନ୍ତ୍ରୀ କହିବା ଅନୁସାରେ ଜଣେ ବି ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ ନାହିଁ। ଏନେଇ ସରକାର ପଦକ୍ଷେପ ନେଉଛନ୍ତି। ଯେଉଁମାନେ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି ସେମାନଙ୍କୁ ହିତାଧିକାରୀ ଚିହ୍ନଟ କରିବା ପାଇଁ ପୁଣି ସର୍ଭେ କରିବାକୁ ରାଜ୍ୟ ସରକାର IIM ସମ୍ବଲପୁର ଛାତ୍ରଛାତ୍ରୀଙ୍କୁ ସୁଭଦ୍ରା ସର୍ଭେ କରିବା ଏବଂ ସର୍ଭେ ପରେ ସରକାରଙ୍କ ନିକଟରେ ସମସ୍ତ ରିପୋର୍ଟ ଦଖଲ କରିବେ। ତେବେ ବଞ୍ଚିତ ଥିବା ସମସ୍ତ ହିତାଧିକାରୀ ଏକା ସାଙ୍ଗରେ 3ଟି କିସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରକାଶ ଥାଉ କି ବର୍ଷକୁ 2ଟି କିସ୍ତି ଏବଂ 10,000 ଟଙ୍କା ଦିଆଯିବା ନେଇ ସରକାର ଘୋଷଣା କରିଥିବା ବେଳେ ଏହି କ୍ରମରେ ବର୍ତ୍ତମାନ 6 କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଉଛନ୍ତି। 1,65,877 ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିବା ବେଳେ ସେହିଭଳି 93,62,092 ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶା ଯୁକ୍ତ 2 ପରୀକ୍ଷା ଫଳ ଆଜି ଅର୍ଥାତ୍ ମେ 21ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଥିବା ବେଳେ ଫଳ ପ୍ରକାଶ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଆଉ କୌଣସି ବିଳମ୍ବ ହେବ ନାହିଁ। ଚଳିତ ବର୍ଷ ଫେବୃଆରୀ 15ରୁ ମାର୍ଚ୍ଚ 20 ମଧ୍ୟରେ ଅନୁଷ୍ଠିତ ଯୁକ୍ତ 2 ପରୀକ୍ଷାରେ 3,93,618 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ କଳା ବିଭାଗରେ 2,47,391, ବିଜ୍ଞାନରେ 1,14,980, ବାଣିଜ୍ୟରେ 25,526 ଏବଂ ଧନ୍ଦାମୂଳକ ବିଷୟରେ 5,721 ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ପରୀକ୍ଷା 1,276ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶ୍ନପତ୍ର ମହଜୁଦ ପାଇଁ 20ଟି ହବ୍ ବ୍ୟବସ୍ଥା କରାଯାଇଥିଲା। ମନ୍ତ୍ରୀ ଗଣ୍ଡ ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ଫଳ ପାଇଁ ବ୍ୟସ୍ତ ନ ହୋଇ ଅନୁରୋଧ କରାଯାଇଛି କି ଯେ ଫଳ ଅଫିସିଆଲ ୱେବସାଇଟ୍ www.orisharesult.nec.in ଏବଂ www.chscodisha.nic.in ରେ ଉପଲବ୍ଧ ହେବ। ଏହାସହ ଯୁକ୍ତ 3 ଆବେଦନ ଶେଷ ତାରିଖ ମଧ୍ୟ ବୃଦ୍ଧି କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କୋଭିଡ ସତର୍କ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା। ବହୁବିଧ ରୋଗଙ୍କ ଆକ୍ରାନ୍ତ ଲୋକେ ସାବଧାନ ରହିବାକୁ ପରାମର୍ଶ ମିଳିଥିବା କିଡ୍ନି ଭଳି ଗୁରୁତର ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ସେ କହିଛନ୍ତି। ଏବେ ବ୍ୟାପୁଥିବା କୋଭିଡ ଓମିକ୍ରନ୍ ସବ୍ ଭାରିଆଣ୍ଟ ଓଡ଼ିଶାରେ ଚିହ୍ନଟ ହେଲେ ଜିନୋମ୍ ସିକ୍ୱେନ୍ସକୁ ପଠାଯିବ ବୋଲି ସୂଚନା ଆସିଛି। ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶନ ଜାରି କରାଯାଇ ନାହିଁ ବୋଲି କହିଥିବା ସହିତ ଖାଲିଙ୍ଗାପୁର ଏବଂ ହଂକଂରେ ବହୁତ କିଛି କୋଭିଡ ଆକ୍ରାନ୍ତ ବଢୁଛି ବୋଲି ତାହା କୁହାଯାଇଛି। ଭାରତ ମଧ୍ୟରେ କାୟା ବିସ୍ତାର କରୁଥିବା କୋଭିଡ, ଯାହା ନେଇ ସାରା ଦେଶରେ ପୁଣି ଥରେ ଚିନ୍ତା ବଢାଇଛି। ମୁମ୍ବାଇରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁମ୍ବାଇ KMC ହସ୍ପିଟାଲରେ 2 ଆକ୍ରାନ୍ତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 2 ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇଥିବା ଚିକିତ୍ସା ଥିଲା ବେଳେ ଅନ୍ୟପକ୍ଷରେ ସ୍ଥିତି ଉପରେ ଭାରତ ସରକାର ନଜର ରଖିଛି ବୋଲି କହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଦେଶରେ କୋଭିଡ ସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପଛୁଆ ବର୍ଗର ସଂରକ୍ଷଣ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ପଛୁଆ ବର୍ଗର ଅଗ୍ରାଧିତ ହେବାକୁ ଥିବା ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ବିଜେପି ସରକାର ଘୋଷଣା କରିଛି। ସଂରକ୍ଷଣ ନେଇ ସଂକଳ୍ପପତ୍ରରେ ସ୍ପଷ୍ଟ କରିଥିବା ଯାହା ଖୁବ୍ ଶୀଘ୍ର ହେବାକୁ ଯାଉଛି। ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଦୀର୍ଘ ସମୟ ଧରି ସରକାର ଥିଲେ ମଧ୍ୟ ଏହା କରିପାରି ନଥିଲେ।
ଉଭୟ କଂଗ୍ରେସ ଓ ବିଜେଡି ଓବିସିକୁ ଅବହେଳା କରିଛନ୍ତି ଏବଂ ସବୁବେଳେ ମଣ୍ଡଳ କମିଶନ ପକ୍ଷରେ ବିଜେପି ସର୍ବଦା ରହିଥିବା ମନମୋହନ କହିଛନ୍ତି। ସେପଟେ ବିଜେଡି ଏହାର ଜବାବ ରଖିଛି। ଅରୁଣ ସାହୁ କହିଛନ୍ତି ଯେ ବିଜେପି ଚାପରେ ବଶବର୍ତ୍ତୀ ହୋଇ ଜାତିଗତ ଜନଗଣନା ପାଇଁ ଅଗଭର ହୋଇଛି। କେବଳ ଉଚ୍ଚଶିକ୍ଷିତ ଓବିସି ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ ଉଠିଥିବା ବେଳେ ସିଟ୍ ଖାଲି ପଡୁଥିବା ବେଳେ ସଂରକ୍ଷଣ କଥା କହୁଛନ୍ତି ବୋଲି ସେ କହିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟ ସରକାର ଯୁକ୍ତ 3 ନାମଲେଖା ପାଇଁ ଆବେଦନ ସମୟ ଜୁନ୍ 1, 2025 ଯାକେ ବୃଦ୍ଧି କରିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଅନୁସାରେ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଆଯାଇଥିବା ବେଳେ ଯେହେତୁ ଯୁକ୍ତ 2 ପରୀକ୍ଷାର ଫଳ ପ୍ରକାଶ ଦିନ 2 ଦିନ ମଧ୍ୟରେ ହେବାର ସମ୍ଭାବନା ରହିଛି ଏବଂ ବିଜ୍ଞପ୍ତି ଅନୁସାରେ 2025-26 ଶିକ୍ଷାବର୍ଷ ପାଇଁ ଡିଗ୍ରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ସ୍ୱଅର୍ଥରେ କଲେଜ ଏବଂ ସଂସ୍କୃତ କଲେଜଗୁଡ଼ିକରେ ଯୁକ୍ତ 3 ପାଠ୍ୟକ୍ରମ ଇ-ଆଡମିସନ ପାଇଁ ସମୟସୀମା ଜୁନ୍ 1କୁ ବୃଦ୍ଧି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପରେ www.samsodisha.government.in ୱେବସାଇଟ ମାଧ୍ୟମରେ ଅନଲାଇନ କାମନା କରି ଆପ୍ଲିକେସନ ଫର୍ମ CFF ଜମା କରିବାକୁ ଶେଷ ତାରିଖ ଜୁନ୍ 1 ତାରିଖ ରାତି 11:45 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଙ୍କ ସହ ଆଲୋଚନା କରି କଲେଜଗୁଡ଼ିକରେ +3 ପାଠ୍ୟକ୍ରମ ନାମଲେଖା ପାଇଁ ସମୟସୀମା ବୃଦ୍ଧି ପାଇଁ ଅନୁରୋଧ କରିବା ପରେ ନିଆଯାଇଥିଲା।